ନଳି ପାମ୍ପଡ଼ ନ ବିକିଲେ ଚଳିପାରିବିନି, ଏଇ ନାତି ଯୁଗରୁ ବେପାର କରୁଛି। ପାମ୍ପଡ଼ ପାମ୍ପଡ଼ ନଳେ ନଳେ। ଆଜ୍ଞା ନଳି ନେବେ, ଆଜ୍ଞା ପାମ୍ପଡ଼ ନେବେ ପାମ୍ପଡ଼। ହୁତୁହୁତିଆ ଖରାବେଳ ହେଉ କି ଶୀତ କାକର, ବର୍ଷା ଘଡ଼ଘଡ଼ିରେ ମଧ୍ୟ ଗାଁ ଆଖପାଖ ଅଞ୍ଚଳ ବୁଲି ବିକନ୍ତି ନଳି ପାମ୍ପଡ଼। ମଝି ଚମ ଧୁଡ଼ୁ ଧୁଡ଼ୁ ହୋଇଯାଉଛି, କିନ୍ତୁ ନଳି ପାମ୍ପଡ଼ ନେବ ଡାକ ମାରି ମାରି ଚାଲୁଛନ୍ତି 60 ବର୍ଷ ବୃଦ୍ଧ ସୁରେନ୍ଦ୍ର ବରାଳ। ବୟସର ଅପରାହ୍ନରେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି ସୁରେନ୍ଦ୍ର। ସ୍ୱପ୍ନ କେବଳ ଗୋଟିଏ କିଛି ରୋଜଗାର କଲେ ମା ଛେଉଣ୍ଡ ନାତିଟା ପାଠ ପଢ଼ିବ ଆଉ ହାକିମ ହେବ। ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ, ମନ୍ଦିର ହେଉ କି ବଜାର, ବସ୍ତାରେ ନଳି ଆଉ କାନ୍ଧରେ ଡଭାରେ ପାମ୍ପଡ଼, ମନରେ ଅସୁମାରୀ ସ୍ୱପ୍ନ। ପାମ୍ପଡ଼ ବିକ୍ରି ହେବ, ପିଲାଠୁ ବୟସ୍କ ସମସ୍ତେ ଅନେଇ ବସନ୍ତି। କେତେବେଳେ ଆସିବେ ସୁର ମଉସା, ଆମେ ଖାଇବୁ ସ୍ୱାଦିଷ୍ଟ ନଳି ଆଉ ପାମ୍ପଡ଼। ଇଏ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ଗ୍ରାମର ସୁରେନ୍ଦ୍ର ବରାଳ। ବୟସ 60 ବର୍ଷ, ମନରେ ଅନେକ ଆଶା ଓ ଅସୁମାରୀ ସ୍ୱପ୍ନ। କିଛି ବର୍ଷ ତଳେ ସୁରେନ୍ଦ୍ର ବରାଳଙ୍କ ଜୀବନ ଡଙ୍ଗାରେ ଘୁଟି ଆସିଥିଲା କଳା ବାଦଲ। ନିଜର ବୋହୂ ମରିଗଲା ପରେ ଛାଡ଼ି ଚାଲି ଯାଇଥିଲେ ଛୋଟ କୁନି ପୁଅ। ନାତିର ସ୍ୱପ୍ନ ସାକାର କରିବାର ସ୍ୱପ୍ନ ଦେଖିଥିବା ସୁରେନ୍ଦ୍ର ବରାଳ ନିଜ ଆଖିର ଲୁହକୁ ନିଜେ ପିଇ ନାତିକୁ ମଣିଷ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ନିଜେ ଉଠି କାଠ ଜାଳି ଚୁଲିରେ ନଳି ପାମ୍ପଡ଼ ଛାଣି ତାହାପରେ ପ୍ୟାକିଂ କରି ଯାହା ମିଳେ ମୁଠାଏ ଖାଇ ବାହାରି ଯାଆନ୍ତି ସୁରେନ୍ଦ୍ର। ଗୋଟିଏ ଗାଁରୁ ଅନ୍ୟ ଗାଁ ଆଉ ମନ୍ଦିର, ବିଦ୍ୟାଳୟ ଏବଂ ବଜାର ସାରା ବୁଲି ନଳି ପାମ୍ପଡ଼ ବିକନ୍ତି। ବୋହୂ ବାହାର କଲି, ପୁଅ ବୋହୂ ମରିଗଲା, ମୁଁ ଏଇ କଷ୍ଟ ଭୋଗୁଛି। ଆଉ ନଳି ପାମ୍ପଡ଼ ନ ବିକିଲେ ଚଳିପାରିବିନି, ଏଇ ନାତି ଯୁଗରୁ ବେପାର କରୁଛି। ଆଉ କ'ଣ ଅସୁବିଧା ଅଛି? ଅସୁବିଧା ସବୁ ତ ନେଇଗଲେ, ଭିକାରୀ ହେଇଗଲି ମୁଁ। ଆଉ ଇଏ ସରିବା ବାଦ ପୁଅ ନାତିକି ପାଠ ପଢ଼ଉଛି, ଆଉ ଯାହା ବଳୁଛି ଆଉ ମୋ ଭାର୍ଯ୍ୟ ତ ମେଡ଼ିକାଲରେ ପଡ଼ୁଛି, ସେ ଚଳୁଛି। ଆଉ ସକାଳୁ ତ ଉଠିଲେ ନଳି ପାମ୍ପଡ଼ ଚାଳିବି, କାନ୍ଧେ ଗାଁ ଗାଁ ବିକିବି, ଯାହା ବିକ୍ରି ହେବ ଯେତିକି ଲାଭ ଚଳୁଛୁ। କିନ୍ତୁ ନାତି ସ୍ୱପ୍ନକୁ ପୂରଣ କରିଥିବା ଆଶାରେ ସୁରେନ୍ଦ୍ର ଗାଁ ଗାଁ ବୁଲି ବିକୁଥିବା ବେଳେ ଭଗବାନ ସୁରେନ୍ଦ୍ରଙ୍କ ଆଉ ଦୁଃଖର ପାହାଡ଼ ନଦୀ ଦେଇଥିଲେ। ଯାହାକୁ ନିଜର ପତ୍ନୀ ଭାବେ ଗ୍ରହଣ କରିଥିଲେ ସେ ଏବେ ଅସୁସ୍ଥ। ଗୋଟିଏ ପଟରେ ନାତିର ସ୍ୱପ୍ନ, ଅନ୍ୟପଟେ ନିଜ ପତ୍ନୀ ଅସୁସ୍ଥ। ମେଡିକାଲ ଔଷଧ ଖର୍ଚ୍ଚ ଚିନ୍ତା, ଦୁଃଖ ଉପରେ ଦୁଃଖ ନିଜ କାନ୍ଧରେ କାନ୍ଧେଇ ଜୀବନ ସଂଗ୍ରାମରେ ସୁରେନ୍ଦ୍ର ବରାଳ। ଆଜିକାଲି ଦୁନିଆ ପାଇଁ ଏକ ବିରଳ ଉଦାହରଣ ପାଲଟିଛନ୍ତି ସୁରେନ୍ଦ୍ର। ସେ ଆମର ସାନ ଶ୍ୱଶୁର ହେବେ। ସେ କଲିକତାରେ ରହି କାମ କରୁଥିଲେ। ତାଙ୍କର ସମୟ ହେଲା, ସେ ରିଟାୟାର୍ଡ କରିଗଲେ, ସେ ଘରେ ରହିଛନ୍ତି। ତାଙ୍କର ଗୋଟିଏ ପୁଅ ଗୋଟେ ଝିଅ। ଝିଅ ବାହା ହେଇସାରିଛନ୍ତି, ପୁଅ ବି ବାହା ହେଇସାରିଛନ୍ତି। ତାଙ୍କ ବୋହୂ ମରିଯାଇଛନ୍ତି। ପୁଅଟି 5 ମାସର ହେଇଥିଲା, ତାଙ୍କ ବୋହୂ ମରିଯାଇଛନ୍ତି। ବର୍ତ୍ତମାନ ପୁଅଟିକି 11 ବର୍ଷର ହେଲେ। ସେ ତାଙ୍କ ପରିବାର ଚଳାଇବା ପାଇଁକା ଏଇ ନଳି ପାମ୍ପଡ଼ ଏଇସବୁ ବିକ୍ରି କରନ୍ତି। ସକାଳୁ ଯାଆନ୍ତି, ଖରାବେଳେ କେଉଁଦିନ ଆସିଲେ ନହେଲେ ନାହିଁ ରାତିକି ଫେରନ୍ତି। ଏଇସବୁ କରିକି ଦୁଃଖ ଧନ୍ଦା କରିକି ଚଳୁଛନ୍ତି ଆଉ। ସୁରେନ୍ଦ୍ର ବରାଳ କେମିତି ଜୀବନ ଯାପନ ଚଳନ୍ତି କେମିତି? ଏ ଅଭାବ ନାହିଁ, ବୋହୂ ଚାଲିଗଲା, ସ୍ତ୍ରୀଟା ତ ମେଡ଼ିକାଲରେ ପଡ଼ିଛି, ଅଭାବ ନାହିଁ। ନଳି ପାମ୍ପଡ଼ ବିକ୍ରି କରି ଗାଁ ଗାଁ ବୁଲି ବିକ୍ରି କରିଛି, ତା ସଂସ୍ଥା ଚଳାଉଛି ଆଉ। କେତେ ଘଣ୍ଟା ଦିନକୁ ପରିଶ୍ରମ କରନ୍ତି? କେମିତି ସକାଳୁ କେମିତି ସେ ତାଙ୍କର ସକାଳୁ ଛାଣିଲେ ଗଲେ ଦିନ ସାରା ବୁଲି ବୁଲି, କେଉଁଦିନ ସଞ୍ଜ ଉଠୁଛି, କେଉଁଦିନ ରାତି 8ଟା ହେଉଛି, କେଉଁଦିନ 4ଟା ହେଉଛି, ଏମିତି ଆସୁଛନ୍ତି ଆଉ। ଆଇଲା ବେଳକୁ ପୁଣି କରିକି ହାତରେ ଦୁଇଟା ଖାଉନ୍ତି, ନହେଲେ ବୋହୂମାନେ ଦୁଇଟା ରହୁଛନ୍ତି ଆଉ। ସ୍ତ୍ରୀ ନାହିଁ ଏଠି, ମେଡ଼ିକାଲରେ ପଡ଼ିଛି ଆଉ। ଠିକ୍ ଅଛି, ଠିକ୍ ଅଛି। ଏପରି ଜୀବନଯାପନ କରୁଛନ୍ତି ସୁରେନ୍ଦ୍ର ବରାଳ। ସରକାରୀ ସହାୟତା କହିଲେ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ମଧ୍ୟ ପାଇନାହାନ୍ତି ସୁରେନ୍ଦ୍ର।
जीवन युद्ध रे संग्राम करथिबा लोक अनेक मिलती किंतु आमे एक अभिनव मनीष को देखा पाइचु अस्तरंग ब्लॉक बेगुनिया बस्ती गाँव में जहाँ का नाँ हूँ सुरेंद्र बराड़। बयस हूँ 65 ରୁ 70 वर्ष किंतु आज भी जीवन युद्ध रे हार माना सुरेंद्र बोझ उपरे नलिता बेड़ा भली तांकर धर्मपत्नी चिकित्साधीन अवस्था मेडिकल रे रही जहाँ मासकू 10,000 पाखापाखि टंकार औषध खर्च वहन करती ता भितर निजर पुअर बाहागर करथिले किंतु बाहागर वर्षक परे तांको जीवन आलोकरे एक अंधार पूर्णिमा आसीथिला। बहुटी चली जाइथिला एवं पाखरे गोटे छोट नातीटी को मनीष करिवार स्वप्न और आशा रखी जीवन युद्ध रे हार न मानी नली पांपड़ आनी से निजे प्रस्तुत करी अस्तरंगर 15 पंचायत बुलंती मेला जानी यात्रा जगार जाई व्यवसाय करती जहाँ सितरु से आय करती सितरे परिवार गुजराण मेटाती नाती की पाठ पढ़ाती एवं निज धर्मपत्नीर स्वास्थ्य पाई समस्त पैसा बहन करती। ये एक अभिनव मनीष जी आज सारा अस्तरंग पाई नुह ओडिशार विभिन्न संग्रामी योद्धा पाई उदाहरण साजिଛନ୍ତି सुरेंद्र बराड़। अस्तरंग आर्य विश्वाल रिपोर्ट रिपोर्टर्स टुडे।